ସୂର୍ଯ୍ୟବଂଶୀ ସୁରଜ ଓଡ଼ିଶା ସରକାରଙ୍କ ସର୍ବକନିଷ୍ଠ ମନ୍ତ୍ରୀ। ତାଙ୍କୁ ବିଧାନସଭାରେ ଗର୍ଜନ କରୁଥିବାର ଦେଖିଥିବେ। ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଟାର୍ଗେଟ କରିଥିବାର ଦେଖିଥିବେ। କିନ୍ତୁ ସେ ଯେତେବେଳେ ସାଧାରଣ ଜନତାଙ୍କ ପାଖକୁ ଆସନ୍ତି, ସିଏ ହୋଇଯାଆନ୍ତି ଅତି ସାଧାରଣ ଯୁବକଟିଏ। ନା ମନରେ ଅଛି ଗର୍ବ, ନା ଅଛି ପଦବୀର ଲୋଭ। କେବେ କେଉଁ ମାଉସୀ ହାତରୁ ପାଣି ପିଇବାକୁ ଗାଡ଼ି ଅଟକେଇଲେଣି ତ କେବେ ରାସ୍ତା କଡ଼ରୁ ତାଳସଜ କିଣିଲେଣି। ଲୋକଙ୍କ ସେବା ପାଇଁ ସତେ ଯେପରି ତାଙ୍କରି ଜନ୍ମ। ଆଜ୍ଞା ହଁ, ପ୍ରତିବର୍ଷ ଭଳି ଏଥର ମଧ୍ୟ ମନ୍ତ୍ରୀ ପହଞ୍ଚିଥିଲେ କାଉଡ଼ିଆ ଶ୍ରଦ୍ଧାଳୁଙ୍କ ସେବା ପାଇଁ। ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଆରଡ଼ିକୁ ଜଳାଭିଷେକ ପାଇଁ ଆସୁଥିବା ଭକ୍ତଙ୍କ ପାଦ ଧୋଇଦେଲେ। ସେମାନଙ୍କୁ ପ୍ରସାଦ ମଧ୍ୟ ଦେଲେ। ସତରେ ଆଜ୍ଞା, ସାମ୍ପ୍ରତିକ ରାଜନୀତିରେ ଏତେ ସାଧାସିଧା ବ୍ୟକ୍ତି ଜଣଙ୍କୁ ଆମେ ମନ୍ତ୍ରୀ ରୂପରେ ପାଇବା ବିରଳ। ସେ ମନ୍ତ୍ରୀ ନୁହନ୍ତି, ଆମ ଭିତରୁ ଜଣେ।